ସେଇ କଥା ହିଁ କହୁଛନ୍ତି। ପୁନଶ୍ଚ ସପ୍ତମ ସ୍କନ୍ଧ ଭାଗବତ ନବମ ଅଧ୍ୟାୟରେ ମଧ୍ୟ ପ୍ରହ୍ଲାଦ ମହାରାଜଙ୍କ କଥା ଅଛି। ଜନ୍ମୈଥୁନ ଆଦି ଗୃହମେଦି ସୁଖଂ ହି ତୁଚ୍ଛଂ କଣ୍ଡୁୟନଂ କରୟୈବ ଦୁଃଖ ଦୁଃଖଂ ତୃପ୍ୟନ୍ତି ନିହ କୃପଣା ବହୁ ଦୁଃଖ ଭାଜ କଣ୍ଡୁତି ମନ ମନସୀଜ ବିଷହିତ ଧୀର। এই କଥା ମଧ୍ୟ ପ୍ରହ୍ଲାଦ ମହାରାଜ କହୁଛନ୍ତି। এই ପ୍ରହ୍ଲାଦଙ୍କର ଉକ୍ତି ନୃସିଂହଦେବଙ୍କର ପ୍ରତି ପ୍ରହ୍ଲାଦଙ୍କର ଉକ୍ତି। ମୈଥୁନାଦି ଗୃହମେଧି ସୁଖ ତୁଚ୍ଛ। ଗୃହମେଧିର ମୈଥୁନ ସୁଖଟା ଅତି ତୁଚ୍ଛ ସୁଖ, ଯୋଉ ସୁଖ କି ଏ ଭୌତିକ ଜଗତରେ ବହୁ ମାନନ କରାଯାଉଛି। এই ମୈଥୁନ ସୁଖଟାକୁ ସର୍ବୋତ୍କୃଷ୍ଟ ସୁଖ ବୋଲି ବିବେଚନା କରାଯାଉଛି। The sex pleasure is considered to be the best pleasure in this material world. କିନ୍ତୁ ପ୍ରହ୍ଲାଦ ମହାରାଜ କହିଲେ ଗୃହମେଧି ସୁଖ ତୁଚ୍ଛ। କି ସୁଖ ଏଇଟା? ଅତି ତୁଚ୍ଛ। କଣ୍ଡୁ ଏମାନଙ୍କର ଇଏ ରହିବ ଦୁଃଖ ଦୁଃଖ। ଉଦାହରଣ ଦଉଛନ୍ତି, କଣ୍ଡୁ ରୋଗ ହେଇଛି, କୁଣ୍ଡିଆ ହେଇଛି, ପ୍ରଥମେ ଗଲଗଲ ହଉଛି, କୁଣ୍ଡିଆ ପାଇଁ ଭଲ ଲାଗୁଛି। କିନ୍ତୁ ପରେ ପରିଣତି କଣ ହଉଛି ନା ବଡ ବଡ କାଛୁ ହଉଛି, ଧକ କଟକଟ କେଡେ ଯନ୍ତ୍ରଣା ହେଲାଣି, ତାର ପରିଣତିଟା କି ଭୟଙ୍କର ଦୁଃଖଦାୟକ ହେଇଗଲାଣି। ତୃପ୍ୟନ୍ତି ନେହ କୃପଣା ବହୁ ଦୁଃଖ ଭାବ କଣ୍ଡୁତି ବନ ମନସୀଜ ବିଷହିତ ଧୀର। କାମୁକ ଦୀନ ବ୍ୟକ୍ତି ଯେ ସେ ଏହି ମୈଥୁନ ସୁଖ ପ୍ରତି ଆସକ୍ତ ହେବା ଯୋଗୁଁ ବହୁ ଦୁଃଖ ପାଇଲେ ସୁଦ୍ଧା ସେଥିରେ ତୃପ୍ତ ହୁଅନ୍ତି ନା, ତୃପ୍ତି ଆସିବ ନା, କିମ୍ବା ସେଥିରୁ ବିରତ ହୁଅନ୍ତି ନା। କେବଳ ମାତ୍ର ନୃସିଂହଦେବ କହୁଛନ୍ତି ଆପଣଙ୍କର କୃପା ପାତ୍ର ଧୃତିମାନ ଭକ୍ତଗଣ ଏ କାମର ବେଗ ସହ୍ୟ କରିପାରନ୍ତି, ଅନ୍ୟ କେହି ନୁହନ୍ତି। ମହାରାଜ ମଧ୍ୟ ସେ କଥା କହିଛନ୍ତି। ନ ଜାତୁ କାମ କାମାନଙ୍କୁ ହୋଇ ନ ସମ୍ୟତି ଅଭିଶାକୁ ସୁମସ୍ନେବ ଭୂୟ ଆଦିବର୍ତ୍ତତେ। ଉପଭୋଗ ଦେଇ ଇନ୍ଦ୍ରିୟକୁ ତୁମେ ତୃପ୍ତ କରିପାରିବ ନା, ଉପଭୋଗ କାମନାକୁ ଶାନ୍ତ କରିପାରିବ ନା। ହବିଷାକୁ ସୁମସ୍ନେବ ଭୂୟ ଆଦିବର୍ତ୍ତତେ। ଅଗ୍ନିରେ ଯଦି ହୃତାହୁତି କରିବ ତା ପ୍ରଜ୍ୱଳିତ ହେବ ଅଧିକରୁ ଅଧିକ, ତା କଦାପି ନିର୍ବାପିତ ହେବ ନା, ଅଧିକ ଘୃତ ଚାହିଁବ। ତଦ୍ଭୁତ ଭାବେ ଇନ୍ଦ୍ରମାନଙ୍କୁ ଯେତେ ଅଧିକ ଉପଭୋଗ ଦେବ ସେ ଅଧିକ ଚାହିଁବେ, କଦାପି ଶାନ୍ତ ହେବେ ନା। ତା ବହୁ କଥା ମଧ୍ୟ ଯଜାତି ମହାରାଜ କହିଛନ୍ତି। ଏପରିକି ବୃଦ୍ଧ ବ୍ୟକ୍ତି ମଧ୍ୟ ଜିଜ୍ୟତ ଜାନୁ ଜିଜ୍ୟତି ତାଂ ତୃଷ୍ଣ ଦୁଃଖ ନିବାମ ସର୍ମ କାମ ଦ୍ରୁତ ତ୍ୟଜେତ ଯା ଦୁସ୍ତେଜ୍ୟା ଦୁର୍ମତିଭିର୍ ଜିର୍ଯ୍ୟତ ଜାନୁ ଜିଜ୍ୟତି ତାଂ ତୃଷ୍ଣ ଦୁଃଖ ନିବାମ ସର୍ମ କାମ ଦ୍ରୁତମ୍ ତ୍ୟଜେତ। এই ଯଜାତି ମହାରାଜଙ୍କ ଉପଦେଶ। ବୃଦ୍ଧ ଅକର୍ମଣ୍ୟ ବୃଦ୍ଧ ହୋଇଗଲାଣି, ମୃତ୍ୟୁ ମୁଖରେ ପହଞ୍ଚିଲାଣି, ମରିବ, ଅଳ୍ପ ସମୟ ପରେ ମୃତ୍ୟୁ ବରଣ କରିବ। ଏ ପ୍ରକାର ବେଡ୍ ରିଡିଂ ହେଇଯାଇଛି, ଉଠିବାର ଶକ୍ତି ନା, ତଥାପି ଏ ଉପଭୋଗ କାମନାକୁ ସେ ତ୍ୟାଗ କରିପାରୁନି ବିଜ୍ଞାନ ବିବାହ। ତେଣୁ ଯଦି ପ୍ରକୃତ ପକ୍ଷେ ଆପଣ ସୁଖ ଚାହାନ୍ତି, ଆନନ୍ଦ ଚାହାନ୍ତି, ଦ୍ରୁତ ମୁକ୍ତି ଯାଏ ଏ କାମନାକୁ ଶୀଘ୍ର ତ୍ୟାଗ କର। এই ଜାତି ମହାରାଜଙ୍କର ଶକ୍ତି ନିଜ ଅଭିଜ୍ଞତାରୁ ସେ କହୁଛନ୍ତି। କାରଣ ସେ ଶହ ଶହ ବର୍ଷ ଧରି ଦେବଯାନୀକୁ ଉପଭୋଗ କରୁଛନ୍ତି, ତଥାପି ପରିତୃପ୍ତ ହେଇନାହାନ୍ତି। ଏଠୁ ସେ ନିଜେ କଥା କହୁଛନ୍ତି। ସେଥିପାଇଁ ଏ ମହାଜନ ମାନେ ସମସ୍ତେ ଏକ କଥା ହିଁ କହିଛନ୍ତି। ନାରଦମୁନି ସେଇ କଥା ହିଁ କହିଛନ୍ତି। ତେଣୁ ଏଗୁଡ଼ିକ ବଡ଼ ଆମ ପ୍ରତି ଆଉ ବଡ଼ ସୁନ୍ଦର ଉପଦେଶ ଅଛି। ଯେତେବେଳେ ଆମର ଜୀବନର ଲକ୍ଷ୍ୟ ହେଉଛି